ଦିନକୁ ଦିନ ବଢ଼ି ଚାଲିଛି ସାଇବର ଠକେଇ। ଏ ସାଇବର ଠକେଇ ମଧ୍ୟରେ ଆପଣଙ୍କ ୟୁପିଆଇର ଫ୍ରଡ୍ ଅଥବା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ କୌଣସି ଲିଙ୍କ ମାଧ୍ୟମରେ ଖାଲି କରିଦେବା ଏଇଭଳି ବିଭିନ୍ନ ପ୍ରକାର ଠକେଇର ତରିକା ବର୍ତ୍ତମାନ ଆପଣେଇଲେଣି ସାଇବର ଠକ। ତ ଏଇ ସାଇବର ଠକେଇକୁ ନେଇକି ଆଜି କମିଶନରେଟ୍ ପୋଲିସ ଏବଂ ୟେସ୍ ବ୍ୟାଙ୍କ ପକ୍ଷରୁ ଗୋଟେ ସାଧାରଣ ସମ୍ମିଳନୀ କରାଯାଇଛି, ଗୋଟେ ଆୱାରନେସ୍ ପ୍ରୋଗ୍ରାମ ମାଧ୍ୟମରେ ରାଜ୍ୟ ଏବଂ ଭୁବନେଶ୍ୱରରେ ଥିବା ବିଭିନ୍ନ ବରିଷ୍ଠ ନାଗରିକମାନଙ୍କୁ ଡକାଯାଇଛି ଏବଂ ଡକାଯାଇକି ତାଙ୍କୁ ଏ ସାଇବର ଠକେଇ ବିଷୟରେ ଅବଗତ କରାଯାଉଛି। ଆମ ପାଖରେ ଜଣେ ବରିଷ୍ଠ ନାଗରିକ ଅଛନ୍ତି ଯିଏକି ପ୍ରୋଗ୍ରାମରେ ଅଂଶଗ୍ରହଣ ମଧ୍ୟ କରୁଛନ୍ତି। ଆମେ ତାଙ୍କଠୁ ଜାଣିବାକୁ ଚାହିଁବା, ସାର୍ ଆପଣ ଏଇ ଯେଉଁ ସାଇବର ଠକେଇକୁ ପୂର୍ବରୁ କ'ଣ ବୋଲିକି ଭାବୁଥିଲେ, କ'ଣ ହେଇଥାଇପାରେ, ଏବେ ଯେଉଁ ଆଜିର ପ୍ରୋଗ୍ରାମ ହେଲା ତାହାକୁ ନେଇକି ଆପଣଙ୍କ ମତାମତ କ'ଣ? ମୁଁ ହେଉଛି ଡକ୍ଟର ଏମ୍ କେ ମହାନ୍ତି, ଖାରବଳ ନଗର ସିନିୟର ସିଟିଜେନ୍ ଆସୋସିଏସନ୍ ମୁଁ ହେଉଛି ସେକ୍ରେଟେରୀ। ଆମେ ଏଠି ଯେଉଁ କମିଶନରେଟ୍ ପୋଲିସ ତରଫରୁ ଯେଉଁ ସାଇବର କ୍ରାଇମ୍ ଉପରେ ସଚେତନତା ଯେଉଁ ମିଟିଂ ହେଇଛି, ଆମେ ଏଠି ଆସି ବହୁତ ଉପକୃତ ହୋଇଛୁ ଏବଂ ଆମେ ଅନେକ ଜିନିଷ ଜାଣିନଥିଲୁ ସାଇବର କ୍ରାଇମ୍ ସମ୍ବନ୍ଧରେ। ଅନେକ ଜିନିଷ ଜାଣିନଥିଲୁ, ଏଠି ଆସିବା ଦ୍ୱାରା ଆମେ ବହୁତ ସଚେତନ ହେଲୁ ଏବଂ ଜାଣିଲୁ ଯେ କେମିତି ସାଇବର କ୍ରାଇମ୍ରୁ ଆମେ ନିଜକୁ ମୁକ୍ତ ରଖିପାରିବା ଏବଂ ଆମେ ଆମର ଯେଉଁ ବନ୍ଧୁମାନେ ଅଛନ୍ତି ତାଙ୍କୁ ଏ ବିଷୟରେ ଜଣେଇବୁ ଯେ ସେମାନେ ସାଇବର କ୍ରାଇମ୍ରୁ କେମିତି ଆମେ ନିଜକୁ ମୁକ୍ତ ରଖିପାରିବା। ଆସିକି ଏଠି ଉପସ୍ଥିତ ରହିଛି, ଆମେ ବହୁତ ଉପକୃତ ହୋଇଛୁ ତାକୁ। ସାର୍ ଏଇ ଯେଉଁ ୟୁପିଆଇ ଯେଉଁ ନୂଆ ଭାବେ ଇଣ୍ଟ୍ରୋଡ୍ୟୁସ୍ ହେଇଛି, ଏ ୟୁପିଆଇରେ ଅଧିକ ଠକେଇ ହେଉଥିବା କଥା ଆପଣ ନିହାତି ଜାଣିଥିବେ। ତ ଏସବୁରୁ ଆପଣ ନିଜକୁ କେମିତିକି ନିବୃତ୍ତ ରଖୁଛନ୍ତି ସୁରକ୍ଷିତ ରଖିବା ପାଇଁ? କ'ଣ ଆପଣ ବର୍ତ୍ତମାନ ସୁଦ୍ଧା କରୁଥିଲେ ଏବଂ ଆଜିର ଯେଉଁ ପ୍ରୋଗ୍ରାମ ଅଛି ସେଥିରେ ଆପଣ କ'ଣ ଶିଖିବାକୁ ପାଇଲେ ନୂଆ? ହଁ, ୟୁପିଆଇ ମାଧ୍ୟମରେ ବହୁତ ସବୁ ସାଇବର କ୍ରାଇମ୍ ବା ଠକାମି ସବୁ ହେଉଛି ଏବଂ ଏହା ପାଇଁ ଆମେ ସବୁ ସଚେତନ ହେବା ଦରକାର। ଆମେ ବି ଯତ୍ନବାନ ହେବା ଦରକାର। ସବୁ ଜିନିଷ କେୟାରଲେସଲି କରିବା ଉଚିତ ନୁହେଁ। ଇଭିନ୍ ବି ଯେଉଁ ଫଟୋ ସ୍କାନିଂ ଯେଉଁ ସବୁ ହେଉଛି ତା ମାଧ୍ୟମରେ ଯେଉଁ ହେଉଛି, ଯେଉଁ ଟଙ୍କା ହେରିକା ପଠାଉଛୁ, ଟଙ୍କା ପଠାଇବା ପୂର୍ବରୁ ଆମେ ତାର ଜେନ୍ୟୁନିଟିଟାକୁ ଚେକ୍ କରିବା ଦରକାର। ତାକୁ କୁହନ୍ତି କୌଣସି ବି ଲିଙ୍କରେ କ୍ଲିକ୍ ଏସବୁ କରିବା କଥା ନୁହଁ ନା, ସେଇ ଜିନିଷ ଆମକୁ କୁହାହେଲା ଦୋକାନ ବନ୍ଦ ଅଛି, ତା ସାମ୍ନାରେ ଦି ତିନିଟା କୋଡ୍ ମାନେ ଏଭଳି ସ୍କାନିଂ କୋଡ୍ ମରା ହେଇଛି। ସେଇଟା ତାକୁ ସ୍କାନ୍ କରିବା ପୂର୍ବରୁ ସେଇଟା ଆମେ ତାକୁ ଚେକ୍ କରିବା ଦରକାର, ସେଇଟା କାହା ନାଁରେ ସେଇଟା ଅଛି। ସାଇବର ଠକେଇ ତ ମୁଖ୍ୟତଃ ଆପଣଙ୍କର ମୋବାଇଲରେ ଆମେ ସାଧାରଣତଃ ପଇସା ପତ୍ର କାରବାର କରୁଛେ, ଆଉ ବେଶୀ ସାଇବର ଠକେଇର ଶିକାର ହେଉଛନ୍ତି ଏଇ ବରିଷ୍ଠ ନାଗରିକମାନେ। କାରଣ ସେମାନେ ସହଜରେ ସମସ୍ତଙ୍କୁ ବିଶ୍ୱାସ କରିଯାଉଛନ୍ତି। ତେଣୁ ଠକମାନେ ତାଙ୍କର ବିଭିନ୍ନ ପ୍ରକାର ମାନେ ତରିକା ରଖିକି, ଚିନ୍ତାଧାରା ରଖିକି ଠକିବାର ନୂଆ ନୂଆ ପ୍ଲାନ୍ ତିଆରି କରୁଛନ୍ତି। ତାର ଶିକାର ସିନିୟର ସିଟିଜେନ୍ ମାନେ ହେଇଯାଉଛନ୍ତି। ତେଣୁ ଏଇ ଯେଉଁ ଆୟୋଜନ ହେଇଛି ଯେଉଁ ପ୍ରୋଗ୍ରାମ ୟେସ୍ ବ୍ୟାଙ୍କ ତରଫରୁ, ସେମାନେ ଅନ୍ତତଃ ଆପଣ କିଭଳି ଆଦେହରୁ ବର୍ତ୍ତି ପାରିବେ ସେ ବିଷୟରେ ଯାହା କହୁଛନ୍ତି। ଆମର ଦିନକୁ ଦିନର ଟେକ୍ନୋଲୋଜି ବଢ଼ୁଛି, ତେଣୁ ସେ ଅନୁସାରେ ତ ଆମକୁ ଚାଲିବାକୁ ପଡ଼ିବ, ନହେଲେ ଆମେ ପଛେଇଯିବା। କିନ୍ତୁ ଆମକୁ ସବୁଥିରେ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। ମୁଖ୍ୟତଃ ଲୋଭର ଶିକାର ହେବେ ନାହିଁ। ହଁ, ଆଉ ଲୋଭର ଶିକାର ହେଇକିରି ଆପଣ ଚାହିଁବେ ମାନେ 2 ଦିନ ଭିତରେ 1,00,000 ଟଙ୍କା ମୋର 2 ଲକ୍ଷ ହେଇଯିବ, ସେଇଠି ଆପଣ ଶିକାର ହେଇଗଲେ। ସେଇଥିପ୍ରତି ସେଇ ବିଷୟରେ ସେମାନେ ଆପଣଙ୍କୁ ଅବଗତ କରୁଛନ୍ତି। ଆପଣ ସେ ବିଷୟରେ ସାବଧାନ ହେବେ। ମୋବାଇଲ ବ୍ୟବହାର ଅନ୍ତତଃ ଅନନୋନ୍ କଲ୍, ଅନନୋନ୍ ଲିଙ୍କ ଏଗୁଡ଼ା ସବୁ ଦୂରେଇକି ରହିବେ। ଏଇସବୁ ଯଦି ଆପଣ ଜଗିପାରିବେ ତାହେଲେ ଏଥିରୁ ମୁକ୍ତି ମିଳିପାରିବ। ସାଇବର ଠକ ତ ଦିନକୁ ଦିନ ନୂଆ ନୂଆ ତରିକା ବାହାର କରିକି ସେ ତାଙ୍କର କରିଚାଲିବେ।